नमस्कार ओडिशावासी शुभ सकाळ आज हूँ 3 सेप्टेम्बर मंगलवार आज रही देश विदेश गुरुत्वपूर्ण खबर सुभद्रा योजना टंका मिल सहित पीएम किसान टंका मिल मोदी कले बड़ घोषणा ता सहित किसी दुर्घटना घटी जहाँ शुणिले आपण मैंने आश्चर्य हे सबुठ बड़ खबर है एटीएम रु क्षीर दही एवं मिल आपण जिला खबर देखापी जिलार नाम लिखि दिंतु नंबर वन सबुठारु बड़ दुख खबर तेबे संपर्क को देखिया मेडिकल जाउथा बेले हठात स्वामी स्त्री मृत 5 वर्षर छुआ को देखंतु ता मामू घरे छाड़ी देई जाइतिले आउ निजे संपर्क को देखिया निजे मेडिकल जाइतिले किंतु रास्तार जगी रही जम से केबे भी भाभी नथिले स्वप्न सुद्धा तांको पुओ को आउ देखि परिबे नाही आउ तांको पुओ मध्ये अपेक्षा करि बसला बापा माँ आसिले मते गेलो करिवे किंतु निज मामू घरे माने झीवर बाप घरे छाड़ी जाइतिले निज पुआ को आउ ता बदल रे खबर आसिला बापा माँ मृत्यु दुर्घटना जहाँ शुणिक एबे आश्चर्य होउचंती तार अजा आई आउ पुओटीर बयस 5 वर्ष गतकाली संध्या समय दुर्गांकर जन संपर्क देह खराब रही जो से मेडिकल जाइथिले आउ सेठी पछपट ट्रक पिटी देइतिला जहा फल रे हठात चिन्मय राणी को घोषाड़ी घोषाड़ी नेइतिला ट्रक आउ घटनास्थल रे तांको स्त्रीकर मृत्यु होइतिला आउ चिकित्साधीन अवस्था रे स्वामीकर मृत्यु होइछि तेबे सबुठारु बड़ कथा हेउछि जे उपजिलापाल आसी घटनास्थल रे लोक मानको बुझासुझा करबा सहित 60,000 टଙ୍କା आर्थिक सहायता देले एवं ब्रिज निर्माण कले किंतु खबर रहुछि जे एते बारंबार एक्सीडेंट हेबा सहित लोकଙ୍କର जीवन गला पछरे मध्ये ब्रिज निर्माण होउनी बारंबार ब्रिज निर्माण पर प्रतिश्रुति दिया होउछि किंतु होउनी एबे रास्ता रोक करथिले किछि लांजीपल्ली छक गां लोकठु आरंभ करी समस्ते जा फल रे शह शह बस मध्ये छिड़ा होइतिला किंतु एबे प्रतिश्रुति दिया जे ओभरब्रिज निश्चित निर्माण हेबो सबुठारु बड़ खबर आपनको आश्चर्य करिपारे किंतु सत कथा एटीएम रु बाहरिबो दही पनीर आउ क्षीर तेणु एटीएम रु एबे दही पनीर क्षीर चाहिदा अनुसार उपयुक्त देय दाखल कले उपयुक्त परिमाणर जिनिस उपलब्ध हेबो बोली भुवनेश्वर एभଳି नियारा व्यवस्था କରିବାକୁ ଯାଉଛି ओमफेड एटीएम रे स्थापन କରିବାକୁ ଜାଗା ଯୋଗାଇବା ପାଇଁ बीएमसी जीए विभाग को चिठी लिखिଛନ୍ତି ଆଉ ଓମଫେଡ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗା ଜାଗା ମିଳିଲେ ତୁରନ୍ତ ଏଟିଏମ୍ ସ୍ଥାପନ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱରରେ ସଫଳ ହେଲେ ଅନ୍ୟ ମହାନଗର ନିଗମରେ ମଧ୍ୟ ହେଉ ବୋଲି କୁହାଯାଇଛି ତେବେ ଏଟିଏମ୍ ରୁ ସବୁ ବାହାରିବ ଦହି ପନିର ଆଉ କ୍ଷୀରା ଯାହା ସମସ୍ତେ ଆଶ୍ଚର୍ଯ୍ୟ ହେବେ କ୍ଷୀର ମଧ୍ୟ ବାହାରିବ ଓମଫେଡ ଷ୍ଟଲରେ ସବୁ ଉପଲବ୍ଧ ହେବ ଓମଫେଡ ପ୍ରସ୍ତୁତ ହୋଇଥିବା ପ୍ୟାକେଟ ସବୁ ଜିନିଷର ଚାହିଦା ରହିଛି କିନ୍ତୁ ଅନେକ ସମୟରେ କେତେକ ମନମୁଖା ବ୍ୟବସାୟ ପଶି ଧାର୍ଯ୍ୟ ଠାରୁ ଅଧିକ ରେଟ୍ ନେଉଛନ୍ତି ତେଣୁ ଏ ପାଇଁ ଏଟିଏମ୍ ବ୍ୟବସ୍ଥା ହେଉ ବୋଲି କୁହାଯାଉଛି ସବୁଠାରୁ ବଡ଼ ଦୁଃଖ ଖବର ଚିକିଟିରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ଯେଉଁମାନେ ମଦ ପିଉଛନ୍ତି ଏବଂ ଏନ୍ଜୟମେଣ୍ଟ ପାଇଁ ମଦ ପିଉଛନ୍ତି ଆଜି ସବୁଠାରୁ ବଡ଼ ମୃତ୍ୟୁ ଖବର ଆସିଛି ଏକା ସାଙ୍ଗରେ 4 ଜଣ ମୃତ୍ୟୁ ହୋଇଛି ଯାହା ଫଳରେ ବିଷାକ୍ତ ମଦ ପିଇକି ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା 40 ପାର ହୋଇଛି ତେବେ ଗତ ଅଗଷ୍ଟ 19 ତାରିଖରେ ଚିକିଟି ବ୍ଲକରେ ମାଉନ୍ଦପୁର ଗ୍ରାମରେ ଲୋକମାନେ ବେଆଇନ ମଦ ଚଳନ କରୁଥିଲେ ରନ୍ଧା ମଦ ପିଇ ଗୁରୁତର ମଧ୍ୟ ହୋଇଥିଲେ 23 ଜଣ ଆଉ ଘଟଣାସ୍ଥଳରେ ଏବେ 4 ଜଣଙ୍କ ମଧ୍ୟ ମୃତ୍ୟୁ ହୋଇଛି ଏପଟେ ପାର୍ବଣ ଋତୁ ଶେଷ ଜାରି ରହିବ ଆଉ ଏପର୍ଯ୍ୟନ୍ତ 60ଟି ସ୍ଥାନରେ ଚଢ଼ାଉ କରି 40 ଜଣଙ୍କୁ ଗିରଫ କରାଯାଇଛି ତା ସତ୍ତ୍ୱେ ମଧ୍ୟ ବେଆଇନ ମଦ ବିକ୍ରି ହେଉଛି ରନ୍ଧା ମଧ୍ୟ ବିକ୍ରି ହେଉଛି ଯାହାଫଳରେ ଗୋଟିଏ ପରେ ଗୋଟିଏ ଲୋକଙ୍କର ମଧ୍ୟ ମୃତ୍ୟୁ ହେଉଛି ତେବେ ସବୁଠାରୁ ବଡ଼ କଥା ହେଉଛି ଯେ 72,000 କେଜି ପୋଚ ମଧ୍ୟ ନଷ୍ଟ କରାଯାଇଛି ତଥାପି ଏମାନେ ନିର୍ଦ୍ଦିଷ୍ଟ ଚେର ଲାଗିଥିବା କୁହାଯାଉଛି ଯେ ଏମାନଙ୍କ ଚେର ବହୁତ ଲମ୍ବିଛି ଯାହା ଫଳରେ ବିଭିନ୍ନ ପ୍ରକାର ବିଷାକ୍ତ ମଦ ଲୋକ ପିଉଛନ୍ତି ଏବଂ ମୃତ୍ୟୁ ମୁଖର ସମ୍ମୁଖୀନ ମଧ୍ୟ ହେଉଛନ୍ତି ସବୁଠାରୁ ବଡ଼ ଖବର ସୁଭଦ୍ରା ଯୋଜନାର ୱେବ୍ ପୋର୍ଟାଲ ଏବଂ ସୁଭଦ୍ରା ବିଷୟରେ ପଢ଼ିପାରିବେ ଏବଂ ବୁଝିପାରିବେ ଲୋକମାନେ ଆଉ କୋଉଠିକି ଯିବା ପାଇଁ ପଡ଼ିବ ନାହିଁ ତେବେ ଉନ୍ମୋଚିତ ହେଲା ସୁଭଦ୍ରା ଯୋଜନାର ୱେବ୍ ପୋର୍ଟାଲ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପଦ୍ମାବତୀ ପରିଡ଼ାଙ୍କ କରମଳରେ ଏବେ ସୁଭଦ୍ରା ଯୋଜନା ୱେବ୍ ପୋର୍ଟାଲ ଶୁଭାରମ୍ଭ ହୋଇଛି ଏହି ପୋର୍ଟାଲଟି subhadra.odisha.gov.in ରେ କୁହାଯାଇଛି ଆଉ କୌଣସି ଫେକ୍ ୱେବସାଇଟ୍ ଦ୍ୱାରା ଭ୍ରମିତ ହୁଅନ୍ତି ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ତେବେ ସୁଭଦ୍ରା ଯୋଜନା ଜାଣିବା ପାଇଁ ୱେବ୍ ପୋର୍ଟାଲର ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି ଏହାଦ୍ୱାରା ଆପଣମାନେ ସହଜରେ ସୁବିଧାରେ ସବୁଠାରେ ସୁଭଦ୍ରା ବିଷୟରେ ପଢ଼ିପାରିବେ ଏବଂ ବୁଝିପାରିବେ ଏହାର ଉପାଦାନ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ରହିଛି ହିତାଧିକାରୀମାନେ ଯୋଗ୍ୟତା ସେମାନଙ୍କର ଅଧିକାର ଏବଂ ଦାୟିତ୍ୱ ବାରମ୍ବାର ପଚରାଉଥିବା ପ୍ରଶ୍ନ ଏଇଠି ପଚାରି ପାରିବେ ଆଉ ୱେବ୍ ପୋର୍ଟାଲରେ ସବୁ ଉପଲବ୍ଧ ଅଛି ବୋଲି କୁହାଯାଉଛି ତେବେ ଅସହାୟ ଆଉ ଦିବ୍ୟାଙ୍ଗଙ୍କ ପାଇଁ ଆୟୋଜନ ହେଲା ଜୋଟ୍ ଜାଟ୍ କାର୍ଯ୍ୟକ୍ରମ ଭେଟି ଦେବାର ଏହି ପରମ୍ପରା ବେଶ ଚର୍ଚ୍ଚାରେ ରହିଛି
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ନୂଆଖାଇ ଆସିଲେ ସବୁ ନୂଆ ନୂଆ ଲାଗେ। କୃଷିଭିତ୍ତିକ ପରମ୍ପରା ଅନୁଯାୟୀ ଅନେକ ଅସହାୟ ଓ ଗରିବ ଦିବ୍ୟାଙ୍ଗ ପାଇଁ ନୂଆଖାଇ ବଞ୍ଚିତ ହେଉଥିବାରୁ ସମ୍ବିଧାନ ସୁରକ୍ଷା ମଞ୍ଚ ଏବଂ ପାୱାର ଅଫ୍ ଦିବ୍ୟାଙ୍ଗ ପକ୍ଷରୁ ପ୍ରତିବର୍ଷ ଚଳିତ ବର୍ଷ ନୂଆଖାଇ ଜୋଟଜାଟ କାର୍ଯ୍ୟକ୍ରମ ଆରମ୍ଭ ହୁଏ। ଆଉ ବରଗଡ଼ ସ୍ଥିତ ଗାନ୍ଧୀ ଭବନଠାରେ ଦିଆଯାଇଛି ନୂଆଖାଇର ସାମଗ୍ରୀ, ଯାହାକୁ ଅସହାୟ ଏବଂ ଦିବ୍ୟାଙ୍ଗମାନେ ବେଶ ଖୁସି ହୋଇଛନ୍ତି। ନୂଆଖାଇ ହେଉଛି ଭାଇଚାରାର ପର୍ବ, ତେଣୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପର୍ବରେ ସମସ୍ତେ ସାମିଲ ହୁଅନ୍ତି। ଏହି ଜୋଟଜାଟ ପର୍ବରେ ସମସ୍ତେ ଅସହାୟଙ୍କୁ ଭେଟି ଦେବାର ପରମ୍ପରା ରହିଛି ବେଶ ଚର୍ଚ୍ଚାରେ। ଗୋଟିଏ ପଟେ ଅଧିକ ଖର୍ଚ୍ଚ, ବହୁବାହଳ ଏବଂ ଭେଟଘାଟ ପର୍ବ ଚାଲି ଆସୁଥିବା ବେଳେ ଆଉ ଗୋଟେ ପଟେ ନିରାଡମ୍ବର ଅସହାୟ ଦିବ୍ୟାଙ୍ଗଙ୍କୁ ସାହାଯ୍ୟ କରିବା ପରମ୍ପରା ଦେଖିବାକୁ ମିଳିଛି ବରଗଡ଼ ସହରରେ, ଯାହା ସମସ୍ତେ ଏବେ ପ୍ରଶଂସା ସୁଅ ପାରିଛି ବୋଲି କୁହାଯାଉଛି। ଆସନ୍ତା 8 ତାରିଖ ଦିନ ପଶ୍ଚିମ ଓଡ଼ିଶାରେ ଗଣପର୍ବ ନୂଆଖାଇ ପାଳନ ହେବାକୁ ଯାଉଥିବା ବେଳେ ନୂଆଖାଇ ଜୋଟଜାଟ କାର୍ଯ୍ୟକ୍ରମ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ସେ। ପୁଣି ମାଡ଼ି ଆସୁଛି ଲଘୁଚାପ, 5ରୁ ବଢ଼ିବ ବର୍ଷା। ତେବେ 5 ତାରିଖରୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ପଶ୍ଚିମ, କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର। ପ୍ରଭାବରେ 4 ଜିଲ୍ଲାରେ ଏବେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଦକ୍ଷିଣ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ପ୍ରବଳ ବର୍ଷା ରହିବ। 8 ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ମଧ୍ୟ କରାଯାଇଛି। ମାଲକାନଗିରି, କେଉଁଝର, ରାୟଗଡ଼ା, ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ସେହିପରି 5 ତାରିଖରେ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାକୁ ଦୃଷ୍ଟିକୋଣରେ ରଖି ପାଣିପାଗ ବିଭାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ସତର୍କ ସୂଚନା ଜାରି କରିଛି। ଅନ୍ୟପଟେ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଜୁନ୍ 1ରୁ ଏଯାବତ୍ 824.9 ମିମି ବର୍ଷା ରେକର୍ଡ ହୋଇଛି। ଏବେ ବି ରାଜ୍ୟରେ ସ୍ୱାଭାବିକ ତୁଳନାରେ 10% ନିଅଣ୍ଟିଆ ବର୍ଷା ରହିଛି। ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ଏବେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ 20ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। 9ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଓଡ଼ିଶାରେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭାବନା ନାହିଁ, କହିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭାବନା ନାହିଁ। ଆଜି ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତରରେ ଏହି ଜଣାପଡ଼ିଛି। ଗୃହରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂ ଦେଓ ପ୍ରଶ୍ନ କରିଥିଲେ ଯେ ବଲାଙ୍ଗୀରରେ ହାଇକୋର୍ଟ ସର୍କିଟ ବେଞ୍ଚ ପାଇଁ ପ୍ରତିଷ୍ଠା ପାଇଁ ସରକାର ପ୍ରସ୍ତାବ ଅଛି କି? ଏହାର ଉତ୍ତରରେ ମୋହନ ଚରଣ ମାଝୀ କହିଛନ୍ତି ସୁପ୍ରିମକୋର୍ଟ ଦ୍ୱାରା ଏହି ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡ଼ିଶାରେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ଯଥାର୍ଥ ନାହିଁ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି ଯେ ପଶ୍ଚିମ ଓଡ଼ିଶାବାସୀମାନେ ଏନେଇ ଅନେକ ଦିନ ଧରି କାର୍ଯ୍ୟକ୍ରମ ବନ୍ଦ ଆନ୍ଦୋଳନ କରିଥିଲେ। ତା ସହିତ ମଧ୍ୟ ଆଉ ହେବ ନାହିଁ ବୋଲି କୁହାଯାଇଛି। ସବୁଠାରୁ ବଡ଼ ଦୁଃଖ ଖବର, ଜାମ୍ମୁ କାଶ୍ମୀରରେ ମାତା ବୈଷ୍ଣବୀ ଦେବୀ ଭବନ ରାସ୍ତାରେ ଭୂସ୍ଖଳନ। 2 ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ମଧ୍ୟ ହୋଇଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଜାମ୍ମୁ କାଶ୍ମୀରରେ ମାତା ବୈଷ୍ଣବୀ ଦେବୀ ଭବନ ରାସ୍ତାରେ ଭୂସ୍ଖଳନ ହୋଇଛି। ଏଥିରେ 2 ଜଣ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଝିଅର ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। ମାତା ବୈଷ୍ଣବୀ ଦେବୀ ଭବନ ରାସ୍ତାରେ ହୋଇଥିବା ହେଲିପ୍ୟାଡ୍ ନିକଟରେ ଏକ ଦୁର୍ଘଟଣା ଘଟିଛି। ଘଟଣାରେ ଗୁରୁତର ହୋଇଥିବା ଝିଅର ଚିକିତ୍ସା ଚାଲିଛି ଡାକ୍ତରଖାନାରେ। ଶ୍ରୀମାତା ବୈଷ୍ଣବୀ ଦେବୀ ଶ୍ରାଇନ୍ ବୋର୍ଡର ସିଇଓ ଘଟଣା ଉପରେ ସୂଚନା ପ୍ରଦାନ କରିଛନ୍ତି ଯେ ମାତା ବୈଷ୍ଣବୀ ଦେବୀ ରାଜରାସ୍ତାରେ ପଥର ଖସି ଦୁର୍ଘଟଣା ହୋଇଛି। ବୋର୍ଡ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ଏବେ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି। ସବୁଠାରୁ ବଡ଼ ଖବର, ପ୍ରବଳ ବର୍ଷା ପାଇଁ ବନ୍ଦ ରହିବ ସ୍କୁଲ, ଘୋଷଣା କଲେ ତେଲେଙ୍ଗାନା ସରକାର। ତେବେ ଏତେ ବର୍ଷା ହାଇଦ୍ରାବାଦରେ ହେଉଛି ଯେ ବର୍ଷା ପ୍ରଭାବରେ ସବୁ ବିଦ୍ୟାଳୟ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି। ଶିଶୁଙ୍କ ସୁରକ୍ଷା ଲାଗି ଜିଲ୍ଲାପାଳ ଘୋଷଣା କରିବେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ହେଉଥିବା ସ୍ଥାନଗୁଡ଼ିକରେ ପିଲାମାନଙ୍କୁ ଦୃଷ୍ଟିରେ ରଖି ଏବେ ତେଲେଙ୍ଗାନାରେ ସ୍କୁଲଗୁଡ଼ିକ ବନ୍ଦ ରହିବ। ପ୍ରବଳ ବର୍ଷା ଯୋଗୁଁ ଗଲାଣି 27 ଜଣଙ୍କ ଜୀବନ। ଆଉ ତେଲେଙ୍ଗାନାରେ 15 ଏବଂ ଆନ୍ଧ୍ରପ୍ରଦେଶରେ 12 ଯାଇଛି। ତେବେ ଏହାକୁ ଦୃଷ୍ଟିରେ ରଖି ଏବେ ସ୍କୁଲ, କଲେଜଗୁଡ଼ିକ ମଧ୍ୟ ବନ୍ଦ ରହିବ ବୋଲି କୁହାଯାଉଛି। ଏହା ସହିତ ଟ୍ରେନ୍ ଚଳାଚଳ ମଧ୍ୟ ଧୀରେ ଧୀରେ ପ୍ରଭାବିତ ହେଉଛି। ଆଉ ଲଗାତାର ବର୍ଷା ହେବା ଫଳରେ ଏଭଳି ସ୍ଥିତି ଉପୁଜିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସବୁଠାରୁ ବଡ଼ ଖବର, କୃଷକ କେନ୍ଦ୍ର ସରକାରଙ୍କ ଉପହାର। ତେବେ କୃଷକଙ୍କୁ କେନ୍ଦ୍ର ସରକାର ଉପହାର ଦେଇଛନ୍ତି। 7ଟି ବଡ଼ କାର୍ଯ୍ୟକ୍ରମ ପାଇଁ ମଞ୍ଜୁରୀ କଲେ 14,000 କୋଟି ଟଙ୍କା।
ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳ କୃଷି କ୍ଷେତ୍ର ସହିତ 7ଟି ବଡ଼ କାର୍ଯ୍ୟକ୍ରମ ପ୍ରାୟ 14,000 କୋଟି ଟଙ୍କା ଖର୍ଚ୍ଚକୁ ମଞ୍ଜୁରି ଦେଇଛନ୍ତି। ଏଥିରେ ଡିଜିଟାଲ କୃଷି ମିଶନ, ଫସଲ ବିଜ୍ଞାନ ଭଳି ଯୋଜନା ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର ମନ୍ତ୍ରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରିମଣ୍ଡଳରେ ନିଆଯାଇଥିବା ନିଷ୍ପତ୍ତିରେ ସୂଚନା ଦେଇଛି। କୃଷି, ଶିକ୍ଷା, ପରିଚାଳନା, ସାମାଜିକ ବିଜ୍ଞାନରେ 2291 କୋଟି ଟଙ୍କା ଖର୍ଚ୍ଚ ହେବା ଏହି ପାଣ୍ଠି ସମଗ୍ର ଦେଶରେ କୃଷି, ଶିକ୍ଷା ଏବଂ ପରିଚାଳନା କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରିବା ସହିତ ପଶୁଧନର ପରିପୋଷଣୀୟ ସ୍ୱାସ୍ଥ୍ୟ ଏବଂ ଉତ୍ପାଦନ ପାଇଁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ 1702 କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ତେବେ ଡିଜିଟାଲ କୃଷି ମିଶନ ପାଇଁ 2917 କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କରାଯାଇଛି। ଏହି ମିଶନ ଜରିଆରେ କୃଷି କ୍ଷେତ୍ରକୁ ଅତ୍ୟାଧୁନିକ କରାଯିବ। ଆଉ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ 2817 କୋଟି ଟଙ୍କାର ଡିଜିଟାଲ କୃଷି ମିଶନକୁ ମଧ୍ୟ ମଞ୍ଜୁରି କରିଛନ୍ତି। ଏବେ ପ୍ରକୃତ ଚାଷୀ ଉପରେ ଫୋକସ ଦେଉଛନ୍ତି ସରକାର। ଚାଷୀ ବଞ୍ଚିଲେ ଆମେ ବଞ୍ଚିବା। ଚାଷୀ ଯାହା କଲେ ଆମେ ହିଁ ଖାଉଛେ। ଆଉ ଚାଷୀଙ୍କ ପାଇଁ ଆମେ ଦାୟିତ୍ୱବାନ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।